ବୋହୂଟିଏ ବାହା ହୋଇ ଯେତେବେଳେ ଶାଶୁ ଘରକୁ ଆସେ ସେତେବେଳେ ସେ ମନ ଭିତରେ ଅନେକ ଆଶା ଓ ଆକାଂକ୍ଷା ନେଇ ଆସିଥାଏ। ମା ବଦଳରେ ଶାଶୁଟିଏ ପାଇବ, ବାପା ବଦଳରେ ଶ୍ୱଶୁରଟିଏ ପାଇବ। ସୁନା ଝିଅ ପରି ସେମାନଙ୍କର ସେବା କରିବ, ସକାଳୁ ସେଜ ଛାଡ଼ିବ, ନିତ୍ୟକର୍ମ ସାରି ପାହାନ୍ତା ପହରରୁ ଗାଧୋଇ ପାଧୋଇ ବୃନ୍ଦାବତୀଙ୍କୁ ପାଣି ଦେବ, ଧୂପ ଦୀପ ଲଗାଇ ଠାକୁର ଘରେ ନୈବେଦ୍ୟ କରିବ, ସକାଳୁ ଜଳଖିଆ କରିବ, ଖରାବେଳେ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେବ। ସମସ୍ତେ ଖାଇସାରିଲା ପରେ ନିଜେ ଖାଇ ଅଇଁଠା ବାସନ ମାଜିବ। ସନ୍ଧ୍ୟାରେ ସମସ୍ତଙ୍କୁ ଚାହା ଜଳଖିଆ ଦେବ, ଆଉ ତାପରେ ସନ୍ଧ୍ୟାରେ ସଞ୍ଜବତୀ ଦେବ। ରାତି ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ବାଢ଼ିବ, ବାସନ ସଫା କରିବ, ରୋଷେଇ ଘର ସଫା କରିବ। ରାତି 10ଟା ବେଳକୁ ଶାଶୁ ଶ୍ୱଶୁରଙ୍କର ଗୋଡ଼ ଘଷିଆ ଦେବାକୁ ଯିବ। ସବୁ କାମ ସାରି ଶୋଇଲା ବେଳକୁ ରାତି 11। ଟିକେ ଭଲ ନିଦ ହୋଇଥିବ କି ନାହିଁ, ପୁଣି ରାତି ପାହି ସକାଳେ ହେବ। ତାକୁ ସିନା ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ସ୍ନେହ ପ୍ରେମ ଆଉ ଭଲ ପାଇବା ଭିତରେ ସମସ୍ତଙ୍କୁ ବାନ୍ଧି ରଖିବ। ସବୁ ଝିଅଙ୍କ ପରି ଅପରାଜିତା ମଧ୍ୟ ଏହି ସ୍ୱପ୍ନ ଦେଖୁଥିଲା ଏବଂ ଜଣେ ସଚ୍ଚା ବୋହୂ ଭଳି ସେ ସମସ୍ତଙ୍କୁ ମମତାର ରଜ୍ଜୁରେ ବାନ୍ଧି ନେଇଥିଲା। ଅପରାଜିତାର ଶାଶୁ ଶ୍ୱଶୁର ମଧ୍ୟ ବେଶ ଖୁସି ଥିଲେ ଅପରାଜିତା ଉପରେ। ଇଞ୍ଜିନିୟରିଂ ପଢ଼ୁଥିବା ବୋହୂ ଆଜି ସିନା ଚାକିରି କରିନି, ହେଲେ କାଲି ତ ଚାକିରି କରିବ। ଏତେ ପାଠ ପଢ଼ିଥିଲେ ବି ମନରେ ଟିକେ ଗର୍ବ ନାହିଁ। ପାରୁ ନ ପାରୁ ସବୁ କାମ କରିବାକୁ ଆଗଭର ହୋଇ ଆଗେଇ ଆସୁଛି। ଶାଶୁ ଶ୍ୱଶୁରଙ୍କର ପାଦ ଆଉ ତଳେ ଲାଗୁନି। ସାଇ ଭାଇରେ ଅପରାଜିତାକୁ ପ୍ରଶଂସାରେ ପୋତି ପକାଉଛନ୍ତି ସେମାନେ। ଘରର ସାନ ବୋହୂ ହୋଇଥିବାରୁ ସମସ୍ତଙ୍କର ଭଲ ପାଇବା ଅଜଡ଼ି ହୋଇଯାଇଛି ଅପରାଜିତା ଉପରେ। ଆଜି ଅପରାଜିତା ଲାଗୁଥାଏ ସତେ ଯେମିତି ସେ ସବୁ କିଛି ପାଇଯାଇଛି।